ଆଉ ଏଣିକିରେ ମନ ଭୁଲୁ କାହିଁକି ଆଉ ଏଣିକିରେ ମନ ଭୁଲୁ କାହିଁକି ଉଡୁଛି କାଳ ଛଞ୍ଚାଣ ଉଡୁଛି କାଳ ଛଞ୍ଚାଣ ମନେ ନାହିଁ ଆଉ ଏଣିକିରେ ମନ ଭୁଲୁ କାହିଁକି অইরি তো কল্পনা ছেদি পকা ফেরিদেনা শূন্যরে বাজুছি বীণা শোনা নাহি কি ଆଉ ଏଣିକିରେ ମନ ଭୁଲୁ କାହିଁକି ହାଟରେ ପାଞ୍ଚ ବାଇକ ହେଉଛନ୍ତି ଡାକ ହାଟରେ ପାଞ୍ଚ ବାଇକ ହେଉଛନ୍ତି ଡାକ ହାଟ ସରିଲେ ବଣିକ ଆଉ ଖାଇକି ଆଉ ଏଣିକିରେ ମନ ଭୁଲୁ କାହିଁକି ଓଁକାର ମଧ୍ୟରେ ଦେଖ ଓଲଟି ରହିଛି ବଂଶ ଓଁକାର ମଧ୍ୟରେ ଦେଖ ଓଲଟି ରହିଛି ବଂଶ କହେ ଜଗନ୍ନାଥ ଦାସ ଅନୁସରିକି ଆଉ ଏଣିକିରେ ମନ ଭୁଲୁ କାହିଁକି ଆଉ ଏଣିକିରେ ମନ ଭୁଲୁ କାହିଁକି ଉଡୁଛି କାଳ ଛଞ୍ଚାଣ ଉଡୁଛି କାଳ ଛଞ୍ଚାଣ ମନେ ନାହିଁ ଆଉ ଏଣିକିରେ ମନ ଭୁଲୁ କାହିଁକି ଆଉ ଏଣିକିରେ ମନ ଭୁଲୁ କାହିଁକି ପଞ୍ଚସଖା ଯୁଗର ଜଗନ୍ନାଥ ଦାସ ଯିଏ ଆମର ଭାଗବତ ଓଡ଼ିଆ ଭାଷାରେ ଅନୁବାଦନ କରିଛନ୍ତି ଯାହାଙ୍କର ଭାଗବତ ଟୁଙ୍ଗି ସମଗ୍ର ଓଡ଼ିଶା ମାଟିରେ ଆଜି ବି ଅଛି କେଉଁଠି କେମିତି ଭାଙ୍ଗି ଯାଇଛି ତଥାପି ଭାଗବତ କହିଲେ ସମସ୍ତଙ୍କ ସହିତ ସେ ପରିଚିତ ଏମିତି କୌଣସି ବ୍ୟକ୍ତି ନାହିଁ ସେ ଭାଗବତର ଗୋଟିଏ ଧାଡ଼ି କି ପାଞ୍ଚ ଧାଡ଼ି ସେ ଜାଣିନାହିଁ ସେଇ ଜଗନ୍ନାଥ ଦାସଙ୍କ ଦ୍ୱାରା ଏ ଗୀତଟି ପ୍ରଣୀତ ହେଇଛି ଏକ ନୈରାଶ୍ୟବାଦ ସଙ୍ଗୀତ ନୁହେଁ ଏହା ହେଉଛି ପ୍ରକୃତ ମନେ ପକାଇଦେବା ରିମାଇଣ୍ଡ କରିବା ଆମମାନଙ୍କ ଭଳି ଲୋକକୁ ଏ ସଙ୍ଗୀତଟି ସେଇ ଆଭିମୁଖ୍ୟ ନେଇ ଲେଖା ହେଇଛି ହାଟରେ ପାଞ୍ଚ ପାଇକ ଯେଉଁ ଲୀଳାଟା ସଂସାରରେ ଆମର ଚାଲିଛି ଆମେ ଯେଉଁ ଯେଉଁ କର୍ମ ସବୁ କରୁଛୁ
ଯଦି 5ଟି ପ୍ରକାରର ମନ ଯଦି ନ ରହିବ ତାହେଲେ କୌଣସି କାର୍ଯ୍ୟ ହେବନି। ମନେ କରାଯାଉ ଜଙ୍ଗଲରେ ଯୋଗୀମାନେ ବସିକିରି 100 ଜଣ ଯୋଗୀ ତପସ୍ୟା କରୁଛନ୍ତି। ନିଜ ନିଜ ଜାଗାରେ ତପସ୍ୟା କଲେ, ଗଙ୍ଗାରେ ସ୍ନାନ କଲେ, ତର୍ପଣ କଲେ, ତାଙ୍କର ସେ ବସିଲେ, ରୁଟି 2 ଖଣ୍ଡ ଖାଇଲେ, ଶୋଇଲେ। ସେଠି ଲୀଳା କ'ଣ ହେବ? ଯେଉଁଠି ଗୋଟେ ସଂସାର ସାମାଜିକ କ୍ଷେତ୍ରରେ ଗୋଟେ ମହତ୍ କାର୍ଯ୍ୟ ହେବ, ସିଏ ମହତ୍ କାର୍ଯ୍ୟ ଭିତରେ ଜଣେ କହିବ ଆମେ ଏଇଠି ଗୋଟେ ଉଦ୍ୟାନ କରିବା, ଜଣେ କହିବ ଏଇ ଗଛ ଲଗାଇବା, ଆଉ ଜଣେ କହିବ ନା ସେ ଗଛ ଲଗାଇବାନି ଏମିତି ଗଛ ଲଗାଇବା, ଜଣେ କହିବା ଏ ଗଛକୁ ବଞ୍ଚିବା ପାଇଁ ଏଇ ଔଷଧ ଦେବା। ସେମିତି ପରିବାର ମଧ୍ୟ ଜଣେ କହିବ ନାହିଁ ମୁଁ ଅମୁକ ଖାଇବି, ଆଉ ଜଣେ କହିବ ନା ମୁଁ ସେ ଖାଦ୍ୟ ଖାଇବିନି, ଆଉ ଗୋଟେ ପ୍ରକାର ଖାଦ୍ୟ ଖାଇବି। ଏଇଭଳି ହେଲେ ଯାଇକିରି ଗୋଟେ ସମାଜର ଲୀଳା ଚାଲିବ ବା ଚାଲିଛି। ଆଜି ଆପଣ ବିଶ୍ୱରେ ବିରୋଧୀ ଦଳ, ସେ ସରକାରୀ ଦଳ, ବିଭିନ୍ନ ସାଧୁସନ୍ତମାନଙ୍କର ବିଭିନ୍ନ ମତ, କି ଆମର ପାର୍ଲାମେଣ୍ଟ ଆସେମ୍ବଲିର ହା ହଲା ସବୁକୁ ଲକ୍ଷ୍ୟ କଲେ 5ଟି ପ୍ରକାରର କଥା ରହୁଛି ବୋଲି ଆଜି ସମାଜରେ କାମ ହେଉଛି। କେଉଁଠି ଏଇ ହା ହଲାକୁ ନେଇ କାମ ଆହୁରି ଭଲ ହେଉଛି, କେଉଁଠି କାମ ଜମା ହେଉନାହିଁ। ନୀରବତା ଅବଲମ୍ବନ କଲେ କୌଣସି କାର୍ଯ୍ୟ ହେଇପାରିବନି। ଇଏ ଯେଉଁ ସଙ୍ଗୀତଟି ସେ ଲେଖିଲେ, ଆର ମୂଳ କଥାଟି ଲେଖିଲେ ଯେ ଏ ମଣିଷର ମନକୁ ସେ କହୁଛନ୍ତି ଯେ ତମେ ସବୁ ତ କରୁଛ, କିନ୍ତୁ ଭୁଲି ଯାଉଛ ଉଡୁଛି କାଳ ସଞ୍ଚାଣ। କାଳ ରୂପୀ ସମୟ ରୂପିଣୀ କାଳ ସେ ଗୋଟେ ସଞ୍ଚାଣ ଭଳି ତମ ମୁଣ୍ଡ ଉପରେ ସବୁବେଳେ ଝୁଲୁଛି। ସେ କେତେବେଳେ ତମକୁ ଝାମ୍ପି ନେବ ତାହା ମଧ୍ୟ କହି ହେବ ନାହିଁ। ତେଣୁ ତମେ ଏଇ ହା ହୋଲା ଭିତରେ ରହି ନିଜକୁ ସମୀକ୍ଷା କର। ତାପରେ ଆଉ ଗୋଟେ ଭଲ ପଦଟିଏ କହିଲେ, ଶୂନ୍ୟରେ ବାଜୁଛି ବୀଣା ମନେ ନାହିଁ। ଗୋଟେ ଶୂନ୍ୟ ଶବ୍ଦଟାକୁ ସେ ଆଣିଛନ୍ତି ଏଇଥିପାଇଁ, ତମେ ଦେଉଳ କର, ମୂର୍ତ୍ତି କର, ଆଶ୍ରମ କର, ଘର କର, ବିଲ୍ଡିଂ କର, ସହର କର, ଇଲେକ୍ଟ୍ରିକ୍ ଲଗାଅ, ସବୁ କର, ଏହା ପରେ ବି ଗୋଟେ ଶୂନ୍ୟ ବୋଲି ଗୋଟେ ଜାଗା ଅଛି। ସେଠି କିନ୍ତୁ ଗୋଟେ ବୀଣା ବାଜୁଛି। ସେ ବୀଣାଟା କ'ଣ? ତମର ଏତିକି ଦିନ ତୁମେ ଜନ୍ମ ହେଇଥିଲ, ଏତିକି ଦିନ ଗଲା, ଆଉ ଏତିକି ଦିନ ଅଛି। ସେ କଥାଟାକୁ ଯଦି ତୁମେ ନ ବୁଝିପାରିବ ବା ହେୟଜ୍ଞାନ କରିବ, ପୁଣି ସେ କାଳ ଫାସରେ ପଡ଼ିବ। ଏଇଭଳି ଭାବରେ ସଙ୍ଗୀତଟି ସେ ରୂପ ଦେଇଛନ୍ତି ଏବଂ ପ୍ରତ୍ୟେକ ଅବୁଝା ଅବାଧ୍ୟ ମଣିଷକୁ ସେ ସଚେତନ କରେଇ ଦେଉଛନ୍ତି ଯେ ଯାହା କରୁଛ କର, ତମ ମୁଣ୍ଡ ଉପରେ ଯେଉଁ କାଳ ସଞ୍ଚାଣ ରୂପରେ ବୁଲୁଛି, ସେ ସଞ୍ଚାଣ କାହିଁକି ବୁଲୁଛି? ତମକୁ ସେ କେତେବେଳେ ନେଇଯିବ। ତେଣୁ ଆଜି କାମ ଆଜି ସାର। ଇଏ ହେଲା ଜଗନ୍ନାଥ ଦାସଙ୍କ ଭଜନର। ଆକୁ ତ ବ୍ୟାଖ୍ୟା କଲେ ଆହୁରି ବହୁତ ସମୟ ଲାଗିବ। ତେବେ ଆମେ ଗୋଟେ ଗୋଟେ ମହାପୁରୁଷଙ୍କର ପ୍ରତ୍ୟେକ ଦିନ ଗୋଟେ ଗୋଟେ ପଦ, 2ଟି ପଦ ଭଜନ ଗାଇବୁ ବୋଲି ଆମେ ଚିନ୍ତା କରିଛୁ। ଆଚ୍ଛା, ଇଏ ଗଲା ଗୋଟେ କଥା ଯେ ଯେଉଁ ବୈକୁଣ୍ଠଙ୍କର ଗୋଟେ କଥା ମୁଁ କହୁଥିଲି, ସେଇଟା ତ ବର୍ତ୍ତମାନ କିଛି ଦିନ ପର୍ଯ୍ୟନ୍ତ କହିବି। ତରତର ହେଇକରି କହିଗଲେ ସେ କଥା ସରିବନି। ଅନନ୍ତ ଯେଉଁ କଥା ହେଉଛି ଅନନ୍ତ, ସେ କଥାକୁ ଆମେ ଯେମିତି କହୁଛୁ, ଆମେ ରାମଚରିତ୍ର କ'ଣ ନବରାତ୍ର କରୁଛୁ। ରାମଙ୍କ ଚରିତ୍ରଟା 9 ରାତିରେ ସରିଯିବ? ମୋତେ ଡାକିଲ,
ଯିଏ କହୁଛ ମୁଁ ତ ଆଉ ଯିବାକୁ ଇଚ୍ଛା ନାହିଁ ମୋର, କିନ୍ତୁ ଯଦି ମୋତେ ଡାକିବ ମୁଁ ଯିବି, କେମିତି ନରାତିରେ ସରିବ? ଛୁଆ ରାମ ଶବ୍ଦକୁ ବ୍ୟାଖ୍ୟା କରୁ କରୁ 9 ଦିନ ଯିବ, ଆଉ ନବରାତ୍ର କ'ଣ କରୁଛ? ଭାଗବତ 7 ଦିନେ ସରିବ। ଯାଜପୁରର ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ଯାଜପୁରର ମୁରବୀ ବୋଲି ତାଙ୍କୁ କହନ୍ତି ଅଶୋକ ଦାସ, ସେ ଭାଗବତ 7 ଦିନ ଶୁଣିଲେ ପରିସ୍ରା କରିବାକୁ ଯାଆନ୍ତି, ମାନେ ସ୍ନାନ କରିବାକୁ ଯାଆନ୍ତି, ସେ ଗୋଟେ ସମୟ, ଆଉ ଗୋଟେ ସମୟ ଟିକେ ଖାଆନ୍ତି, ସେ ଗୋଟେ ସମୟ, ଦିନ ରାତି ଭାଗବତ ଶୁଣନ୍ତି। ଗୋଟିଏ ଆସନରୁ 2ଟା ଆସନ ହୁଏ ନା। ଆମ ପିଲାମାନେ ଭାଗବତ ପଢ଼ୁଥିଲେ, ଏମିତି ଭାଗବତ ଶୁଣିବା ଶ୍ରୋତାଟିଏ ମୁଁ ମଧ୍ୟ କେଉଁ ଦେଖିନି। ତାପରେ ତାଙ୍କ ଭାଇ ବଙ୍ଗବାବୁ ଶୁଣିଲେ, ତାଙ୍କର ଗୋଟେ ଭାଇର ପୁଅ ଏପଟରେ ମେଡ଼ିକାଲରେ ମୃତ୍ୟୁ ହେଉଛି, ସେ କହିଦେଲେ ତମେ ତମର କାନ୍ଦ, ତମେ ତମର ସବୁ କର, ମୁଁ ମୋର ପଛରେ କାନ୍ଦିବି, କିନ୍ତୁ ଭାଗବତକୁ ଅପୂର୍ଣ୍ଣ କରିବିନି। ଏବେ ବି ସ୍ୱପ୍ନରେ ମୁଁ ଦେଖିଲି ଅଶୋକ ବାବୁ ବସି ଭାଗବତ ଶୁଣୁଛନ୍ତି, ତାଙ୍କ ପୁଅ ପୁତୁରାଙ୍କୁ ମଧ୍ୟ ମୁଁ କହିଛି ଏହା କରିବେ ମଧ୍ୟ। ଏବେ ଭାଗବତ 3 ଦିନ ଯାଜପୁରରେ ହେବ। ଏବେ ଯାହା ହଉ ଯେ ଭାଗବତଟା କ'ଣ ସେଇ ମୋତେ ଦିନେ କହିଥିଲେ, ପଚାରିଲେ ଯେ ଭାଗବତଟା କ'ଣ 7 ଦିନେ ସରିବ, ଏତେ ବଡ଼ ଲମ୍ବା? ମୁଁ ତାଙ୍କୁ ମୋର ଯାହା ଭାଷାରେ ବୁଝେଇ ଦେଇଥିଲି, କିନ୍ତୁ ପ୍ରକୃତ ମାସ ମାସ କହିଲେ ବି ଭାଗବତ ସରିବନି। ଏବେ ସବୁ ଗୋଟେ କ'ଣ ବାହାରିଛନ୍ତି, ସବୁ ତାଙ୍କୁ ରାଜା ତାଙ୍କୁ କାଳେ କହିଛନ୍ତି ଜଗନ୍ନାଥଙ୍କର କ'ଣ 5 ରାତ୍ର ନା 3 ରାତ୍ର କ'ଣ କରିବେ, ଜରେ 5 ରାତ୍ର ହେଇଯିବ, ଜ ଗ ଏଇ 2ଟା ଦିନରେ 5 ରାତ୍ର କି 7 ରାତ୍ର ହେଇଯିବ। ତେଣୁ ଗୋଟେ ସଂକ୍ଷିପ୍ତରେ କଥା ଗୁଡ଼ାକ କୁହାଯାଉଛି। ଆଉ ସେମିତି ବୈକୁଣ୍ଠ ଯେଉଁ ନୀଳାଦ୍ରି ପୁରୁଷୋତ୍ତମଙ୍କର ଏକ ଇତିହାସକୁ ସେ ସଙ୍ଗୀତର ରୂପ ଦେଇ ଲେଖିଛନ୍ତି, ତାପରେ ବର୍ତ୍ତମାନ ଆମେ ସେ କଥା ଆଲୋଚନା କରିଛେ। କାଲିର ଆଲୋଚନାକୁ ନେଇ ବିଦ୍ୟାପତି, ଲଳିତା, ଇନ୍ଦ୍ରଦ୍ୟୁମ୍ନ, ବିଶ୍ୱାବସୁ, ଏ 4ଟିଙ୍କର କଥା ଗୋଟେ ଜାଗାରେ ପହଞ୍ଚିଛି। ଏ ପାଖରେ ଇନ୍ଦ୍ରଦ୍ୟୁମ୍ନ ଅପେକ୍ଷା କରିଛନ୍ତି ବିଷ୍ଣୁ କେଉଁଠି ଅଛନ୍ତି ତାଙ୍କୁ ଖୋଜିବେ। 4 ଦିଗକୁ ଦୂତ ପଠେଇଥିଲେ, 3ଟି ଆଡ଼ୁ 3ଟି ଦୂତ ଫେରି ଆଇଲେଣି, କିନ୍ତୁ ଯିଏ ପ୍ରକୃତ ଦୂତ ସେ ଅପେକ୍ଷା କରିଛନ୍ତି କେଉଁଠି? ବିଶ୍ୱାବସୁଙ୍କର ଗୃହରେ। ସେଠି ଲଳିତା ଅଛନ୍ତି, ସେ ତାଙ୍କ ପ୍ରତି ଆକର୍ଷିତ, ଇଏ ତାଙ୍କ ପ୍ରତି ବି ଆକର୍ଷିତ। ବିଶ୍ୱାବସୁ ଏକଥା ଲକ୍ଷ୍ୟ କରିକିରି କହିଛି ତମେ ମୋ ଝିଅକୁ ବାହା ହବ। ସେ କହିଲେ ମୁଁ ବ୍ରାହ୍ମଣ କେମିତି ବାହା ହେବି? ନା, ଯଦି ବାହା ନ ହେବ ତମକୁ ହାଣିଦେବି। ତମେ ଜାଣିନା କି ମୁଁ ଜାରାଶବର ହେଉଛନ୍ତି ମୋର ବାପା, ଯିଏ କୃଷ୍ଣଙ୍କୁ ମାରିଥିଲେ, ମୁଁ ତାଙ୍କରି ପୁଅ। ଏଇ ଯେଉଁ ଜାରାଶବର ମାରିଥିଲେ କୃଷ୍ଣଙ୍କୁ, ତାଙ୍କ ପୁଅ ବିଶ୍ୱାବସୁ ଶବର, ଏ କଥାଟା ଗୋଟେ ନୂଆ ଭଳିଆ ଲାଗିଲା। ତଥାପି ଆମେ ତତ୍ତ୍ୱରେ ତାକୁ ବୁଝିବା। ଖାଲି ଏତିକି ଆପଣମାନେ ମନେ ରଖନ୍ତୁ, ତତ୍ତ୍ୱଟା କ'ଣ? ତମେ ଯୋଉଠି ସବୁ ସେଇଠି, ସବୁ ଯୋଉଠି ତମେ ସେଇଠି। ଯୋଉଠି ବିଦ୍ୟାପତି, ବିଦ୍ୟାର ଅଧୀଶ୍ୱର ବିଦ୍ୟାପତି, ବିଦ୍ୟାପତି କହିଲେ ଗଣେଶ ହେଇପାରନ୍ତି, ସେ ଗଣେଶ ନୁହଁନ୍ତୁ, ବିଦ୍ୱାନ। ଯେଉଁଠି ବିଦ୍ୟାପତି ଅଛନ୍ତି ସେଠି ଲଳିତା ନିଶ୍ଚୟ ରହିବେ। ଲଳିତା କିଏ? ସେ ହେଉଛନ୍ତି ଜଣେ
ରୂପ ଗୁଣ ବ୍ୟବହାର ଆଉ ଆଚରଣ ସବୁର ପରିପୂର୍ଣ୍ଣ ଜଣେ ଝିଅଟିଏ, ଯାହା ଆଜିର ସମାଜରେ ନିତ୍ୟାନ୍ତ ଜରୁରୀ। ଝିଅମାନେ ବାପ ଘରେ ଥିଲାବେଳେ ତାଙ୍କର ପୋଷାକ ପରିଚ୍ଛଦ ଖାଇବା ପିଇବା ଆଉ ବ୍ୟବହାର ଆପଣ ଲକ୍ଷ୍ୟ କରନ୍ତୁ। ସେଇ ଝିଅ ଯେତେବେଳେ ଶାଶୁଘରକୁ ଯିବ, ସେ କେବେ ବି ଶାଶୁଘର ଜୀବନରେ ଶାନ୍ତି ସୃଷ୍ଟି କରିପାରିବ ନାହିଁ। କାହିଁକି? ତାର ସଂସ୍କାର ଏଇଠି ଭୁଲ ହେଇଛି, ତାର ବ୍ୟବହାର କଥାବାର୍ତ୍ତା ଏଇଠି ଭୁଲ। ତାକୁ ଯେଉଁମାନେ ଶିକ୍ଷା ଦେବା କଥା ସେ ତାକୁ ଓଲଟା ଶିକ୍ଷା ଦେଇଛନ୍ତି। ବଜାରକୁ ନେଇ ଯାଇଛନ୍ତି, ସେ ଏମିତିଆ ପୋଷାକ ପିନ୍ଧି ଏମିତି। ତେଣୁ ଯେଉଁଠି ବିଦ୍ୟାର ବିଚାର ରହିଛି ସେଠି ଭଲ ଝିଅଟିଏ ବି ଭଲ ପୁଅଟିଏ ବି ସମସ୍ତେ ସଂସ୍କାର ନେଇ ସେମାନେ ତାଙ୍କ ଲୀଳାଖେଳା କରିବେ। ତେଣୁ ତା ଦ୍ୱାରା କ'ଣ ହେବ? ଦୁଇ କୂଳକୁ ହିତା ନହେଲେ ପିତା। ବାପ ଘର ହସିବ, ଶାଶୁଘର ହସିବ। ଶାଶୁଘରେ ବା ଝିଅମାନେ ବାହା ହେଇସାରିଲା ପରେ ବାପଘରର ଲୋକମାନେ ବେଶୀ ଝିଅକୁ କୁପରାମର୍ଶ ଦେଉଛନ୍ତି। ଏଭଳି କି କହୁଛନ୍ତି, ଜୁଆଇଁକି ବି କହୁଛନ୍ତି ତମେ ଏଇଠି ରୁହ। ତେଣୁ ଇଏ ସମାଜରେ ଏହାକୁ ଟିକେ ପରିବର୍ତ୍ତନ କରିବାକୁ ହେବ। ପରିବର୍ତ୍ତନ ହେଲେ ଭଲ। ତେଣୁ ବିଦ୍ୟାପତି ଗଲେ, ଲଳିତା ଗଲେ। ବିଶ୍ୱାବସୁ ଯେ ବିଶ୍ୱର ମଙ୍ଗଳକାରକ। ବସୁ କହିଲେ 8ଟି ସେ ଶବ୍ଦ 8ଟି କହିବା କଥା ଯେ, କିନ୍ତୁ ତା ଦେହରେ ମୁଁ ଟିକେ କହିପାରୁନି, ସେଟା ଭୁଲି ଯାଇଛି, ତାକୁ କହିବି। ବିଶ୍ୱାବସୁ। ଯେ ପୃଥିବୀଟା ଚାଲିଛି, ଯେଉଁ ବିଜ୍ଞାନକୁ ନେଇ ଆଜି ବିଜ୍ଞାନ ଯେଉଁ ବିଭିନ୍ନ ପ୍ରକାର ଉଦ୍ଭାବନ କରୁଛି, ଏଇ ଅଷ୍ଟବସୁଙ୍କୁ ନେଇକରି କରୁଛି। ତେଣୁ ବିଶ୍ୱାବସୁ ଇଏ ହେଉଛି ଏକ ବିଶ୍ୱ ନିର୍ମାଣକାରୀ ଶକ୍ତି। ତେଣୁ ବିଶ୍ୱାବସୁ, ବିଦ୍ୟାପତି, ଲଳିତା। ତାପରେ ଆଉ ଗୋଟିଏ ହେଉଛି ନୀଳ ସୁନ୍ଦର ପର୍ବତ। ନୀଳ ସୁନ୍ଦର ପର୍ବତ କହିଲେ ଗୋଟେ ପାହାଡ଼ ପର୍ବତ। ଇଏ ହେଲା ବାହ୍ୟ ମତ। ଅନ୍ତର୍ନିହିତ ମତ ହେଲା ଶୂନ୍ୟ ପର୍ବତ। ସେ ଶୂନ୍ୟ, ତାକୁ ମଧ୍ୟ ଗୋଟେ ପର୍ବତ ସହିତ ସମାନ କରାଯାଏ। ସେଠି ପୂଜା ପାଉଛନ୍ତି କିଏ? ନୀଳ ମାଧବ, ସେଇ ଶୂନ୍ୟ। ବାହ୍ୟ ମତରେ ନୀଳ ମାଧବ ଗୋଟେ ଜୀବନ୍ତ ଠାକୁର, ତତ୍ତ୍ୱ ମତରେ ସେ ଶୂନ୍ୟ। ଶୂନ୍ୟ ପୁରୁଷଙ୍କୁ ଶୂନ୍ୟ ମନ୍ଦିରରେ ବିଶ୍ୱାବସୁ ପୂଜା କରୁଛି। ବିଶ୍ୱାବସୁ ହେଉଛନ୍ତି ସାକାର, ନୀଳସୁନ୍ଦର ନୀଳମାଧବ ହେଉଛନ୍ତି ନିରାକାର। ଇଏ ଗଲା ଗୋଟିଏ କଥା। ତାପରେ କ'ଣ ତାଙ୍କୁ ଭୋଗ ଦେଉଛି? କନ୍ଦମୂଳ, ଫଳମୂଳ। ତାହେଲେ କେଉଁ ଖାଦ୍ୟଟା ଆମର ଦରକାର? ଭଗବାନ କେଉଁ ଖାଦ୍ୟରେ ଖୁସି ହୁଅନ୍ତି? ଆଜି ସେଇଭଳି ଖାଦ୍ୟ ଆମେ ଖାଇବାକୁ ଆଗ୍ରହ ପ୍ରକାଶ କରୁଛୁ କି? ଆମ ଖାଦ୍ୟପେୟ ଆଜି ପରିବର୍ତ୍ତନ ହୋଇଯାଇଛି। ତେଣୁ ଏଇ ହେଉଛି ସୁନ୍ଦର ଯୋଜନା। ଇଏ ଖବରଟି ଗୁଣ୍ଡିଚାଙ୍କ ପାଖରେ ପହଞ୍ଚିଗଲାଣି। ତେବେ ପହଞ୍ଚିବ, ବିଦ୍ୟାପତି ବିଷ୍ଣୁଙ୍କୁ ପାଇବା ପାଇଁ ଆସିଛନ୍ତି। ଜାଣିଲେଣି ତାଙ୍କ ବାପା ସବୁଦିନ ନୀଳମାଧବଙ୍କୁ ପୂଜା କରିବାକୁ ଯାଉଛନ୍ତି। ଝିଅ ପାଖରେ ଡିମାଣ୍ଡ କରୁଛନ୍ତି, ତମ ବାପାଙ୍କର ସର୍ତ୍ତରେ ମୁଁ ରାଜି, ମୁଁ ତୁମକୁ ବିବାହ ହେବି।
ସେ କୋଉଠିକି ଯାଉଛନ୍ତି ମୋତେ ଟିକେ ସେଇଠିକି ନେଇକି ଯାଅ। ମୁଁ ବାବା ବୈକୁଣ୍ଠନାଥଙ୍କର ଉପାଖ୍ୟାନକୁ ଆପଣଙ୍କୁ କହୁଛି। ବାପାଙ୍କୁ କହିଲେ, ବାପା ବି ଦେଖିଲେ ହଁ ଜମା ମନା କରିଦେଲେ ଅସୁବିଧା ହେବ, ତ କ'ଣ କରିବେ ନା ଯଦି ଯିବ ମୁଁ ଆଖିରେ ଅନ୍ଧ ପୁଟୁଳି ବାନ୍ଧିବି, ମୁଁ ବାଟ ଦେଖେଇ ଦେବିନି, ନେବି ସେଇଠି ପଟି ଖୋଲିବି, ସିଏ ଦେଖିବେ, ପୁଣି ଆଣିବି ଏଇଠି ପଟି ଖୋଲିବି। ତେଣୁ ଭଗବତ ଇଚ୍ଛା ଯେତେବେଳେ ମଣିଷ ଭିତରେ ଜାଗ୍ରତ ହେବ, ସେତେବେଳେ ଯୁଆଡ଼ୁ ଗୋଟେ ପ୍ରେରଣା ସୃଷ୍ଟି ହେବ। ମୁଁ ଏମିତି ଭାବୁଛି, ମୁଁ ଏମିତି ଭାବିଲି, ମୁଁ ଏମିତି କରିବି, ମୁଁ ଏମିତି କରିଦେଲି, ଇଏ ସବୁ ବାହାସ୍ପଟ ଗପ। ଏହାଦ୍ୱାରା କିଛି ହୁଏନି। କେତେବେଳେ ମେଞ୍ଚାଏ, କେତେବେଳେ କେଞ୍ଚାଏ। ବର୍ତ୍ତମାନ ସେଇ କଥା ହେଲା। ଆଖିରେ ଅନ୍ଧପୁଟୁଳି ବାନ୍ଧି ଆଜି ଯାଉଛନ୍ତି ଦୂତ, ଲଳିତାଙ୍କୁ ବିବାହ ହେବେ ପ୍ରତିଶ୍ରୁତି ଦେଇ ସାରିଛନ୍ତି। ଆପଣ ତ ଜାଣିଛନ୍ତି ଜଗନ୍ନାଥ ସଂସ୍କୃତିର ରାଜା, ସେ ମଧ୍ୟ ମୁସଲମାନ ଧର୍ମ ଗ୍ରହଣ କରିଛନ୍ତି ଜଗନ୍ନାଥକୁ ଉଦ୍ଧାର କରିବା ପାଇଁ। ମୁସଲମାନ ଝିଅକୁ ବିବାହ ହୁଅନ୍ତି, ଯେତେବେଳେ ମୁସଲମାନ ଝିଅ ପାଖରେ ରହନ୍ତି, ଯେତେବେଳେ ସେ ଶୋଇପଡ଼େ, ସେତେବେଳେ ଇଏ ଧନୁ ଫନୁ ଧରିକି ଯାଇ ଖୋର୍ଦ୍ଧା ପାହାଡ଼ରେ ଜଗନ୍ନାଥଙ୍କର ଅନୁସନ୍ଧାନ କରି ଏମିତି ସମୟ ପଡ଼ି ସମସ୍ତଙ୍କୁ ମାରି ପୁଣି ଜଗନ୍ନାଥଙ୍କୁ ଉଦ୍ଧାର କରିଛନ୍ତି। କିନ୍ତୁ ଜଗନ୍ନାଥଙ୍କ ପ୍ରୀତିକି ସେ ଛାଡ଼ି ନଥିଲେ। ସେ କହିଥିଲେ ଯେ ମୁଁ ଜଗନ୍ନାଥଙ୍କୁ ଦର୍ଶନ ନ କଲେ ଖାଇବିନି। ତାଙ୍କରି ପାଇଁ ଆଜି ବି ପତିତ ପାବନ ମୂର୍ତ୍ତି ତୈରି ହେଇକିରି ଅଛି, ଏବେ ବି ପୂଜା ପାଉଛନ୍ତି। କେବଳ ତାଙ୍କରି ପାଇଁ ସେ ତୈରି ହେଇଥିଲା। ସେଇ ଲେଖିଥିଲେ, କେଣେ ଘେନି ଯା ଏ ହେଉଛି ଆମ ଜଗନ୍ନାଥଙ୍କ ଇତିହାସ। ତେଣୁ ଏଇସବୁ କଥା ତ ବହୁତ କଥା। ଆମେ ସିନା ପୁରାଣ ଗପୁଛୁ, ଆମ ଇତିହାସ କ'ଣ କମି କଥା କହୁଛି। ମୁଁ ଏଣି ଗୋଟେ ଜଗନ୍ନାଥଙ୍କର ନବରାତ୍ର କରିବି ବୋଲି ଭାବୁଛି, ଆଶ୍ରମଟା କରିବି ଆଉ। ତେଣୁ ଜଗନ୍ନାଥଙ୍କ କଥା ଯେ କେତେ ଯାକେ ଲମ୍ବିଛି ସେଇ କଥାଟା କହିବି। ଆଚ୍ଛା, ବର୍ତ୍ତମାନ ଇଏ ଗଲେ, କିନ୍ତୁ ହାତରେ ସୋରିଷ ମୁଠାଏ ଧଇଲେ, ବିଞ୍ଚି ବିଞ୍ଚିକିରି ଗଲେ। ସେଇଠି ପହଞ୍ଚିଲେ, ପୁଣି ଘରକୁ ଆଇଲେ। ବାଟରେ ସୋରିଷ ବୁଣା ହେଲା, ବିଶ୍ୱାବସୁ ଜାଣିନେଇ। ତାପରେ ତାପରେ ଆପେ ଆପେ ଫିଟିଗଲା। ଆଉ ସୋରିଷ ଗଛ ଯେଉଁଠି ଉଠିଲା ସେଇଟା ହେଲା ତାଙ୍କ ବାଟ। ସେଇ କଥା ତା ରାଜା ଇନ୍ଦ୍ରଦ୍ୟୁମ୍ନକୁ ଯେତେବେଳେ, ଇନ୍ଦ୍ରଦ୍ୟୁମ୍ନ ଶବ୍ଦର କଥା ମୁଁ କାଲି କହିଛି, ଆଉ ସବୁବେଳେ ନୋଟେଇକିରି କହିଲେ ହବନି। ଗୁଣ୍ଡିଚା ଶବ୍ଦର ଅର୍ଥ ମଧ୍ୟ କହିସାରିଛି। ରାଜା ଏକଥା ଶୁଣିବା ପରେ ଚାର ପଠେଇଲେ, ଏ ଶବର ରାଜାଟ, ମୁଁ ତ ଆର୍ଯ୍ୟ ରାଜା, ଯାଅ ଘୋଡ଼ା ହାତୀ ଆମକୁ ନେଇ ନୀଳସୁନ୍ଦର ପର୍ବତରେ ନୀଳମାଧବଙ୍କୁ ଦେଖିବ। କିନ୍ତୁ ଗଲାକୁ ନୀଳମାଧବ ଆଉ ନାହାନ୍ତି। ନୀଳମାଧବ କୁଆଡ଼େ ଗଲେ? ସିଏ ବିଶ୍ୱାବସୁକୁ କହିଲେ, ମୁଁ ତୁମକୁ ଆଗରୁ କହିଛି, ମୁଁ ଅଛି, ତମ ପୂଜା ପାଉଛି, ଫଳମୂଳ ଖାଉଛି, କିନ୍ତୁ ଇନ୍ଦ୍ରଦ୍ୟୁମ୍ନ ଯେଉଁଦିନ ଚାର ପଠେଇବ ମୁଁ ପଳେଇବି, ସମୁଦ୍ର ଲୀନ ହେଇଯିବି। ତାପରେ ପଳେଇଲେ। ଆଉ ବିଶ୍ୱାବସୁ ଆଉ କ'ଣ କରିବ, ବ୍ୟସ୍ତ ହେଇକିରି ଅଛି। ବର୍ତ୍ତମାନ ରାଜା ଇନ୍ଦ୍ରଦ୍ୟୁମ୍ନ ପହଞ୍ଚିଲେ, ତାଙ୍କର ସବୁ ସୈନ୍ୟ ସାମନ୍ତ ନେଇ
ଡାକିଲେ ଗଲେ ଶବର ବିଶ୍ୱାବସୁ ଏଇଠି ନୀଳମାଧବ ଅଛନ୍ତି ଥିଲେ କୁଆଡ଼େ ଗଲେ ସେ ସମୁଦ୍ରରେ ପଳେଇଲେ। ତୁ କୋଉଠି ତାଙ୍କୁ ଲୁଚେଇକିରି ରଖିଛୁ ମୋତେ କହ, ନହେଲେ ସବୁ ଏଠି ରକ୍ତ ନଦୀ ଛୁଟିବ। ବିଶ୍ୱାବସୁ ଗୋଟିଏ ପଦ ମୁଁ କହେ, ସେ କଥାଟା ମୁଁ ସମଗ୍ର ସମାଜରେ ଯେଉଁଠି ମୋତେ ସୁବିଧା ହେଇଛି କାଳିଆ କଥା କହିବା ପାଇଁ ସେ କଥାଟା ବଳିଆ କହିଛି। ସେ କଥାଟି ସେ ଧାଡ଼ିଟି ମୋତେ କହିଥିଲେ କିଏ ମୁଁ ଶୁଣିଥିଲି। ମୁଁ ତ ପ୍ରଚଣ୍ଡ ପାଲା ପ୍ରେମୀ। ଆଜିକାଲି ତ ଛୁଆରେ ପାଲା ଶୁଣୁନା। କେଉଁ ସାହିତ୍ୟ ତମ ଭାଷା ହେଲା ରେ ସାଲା ବାଇ ଚୋଟ ଅମକ ଢମକ ମା ଭଉଣୀ ନେଇ ଶୋଧିବା, ଏବଂ ତମ ଭାଷା ହେଲା ମଦ ପିଇଲେ ତ ଆହୁରି କଟୁ ଭାଷା। ତମ ଭାଷା ହେଲା ସେଟା କୁଆଡ଼େ ଗଲୁ ବେ ହେଲା ନନସେନ୍ସ ଇଡ଼ିଏଟ୍ ବାସ୍ତାର୍ଡ ସବୁ ଭଲ, ମାନେ ଖାଲି ଇଂରାଜୀରେ ଗଦା କରି ପକାଉଛ ବରକୋଳି ଭଳିଆ। ଆମେ ସେ ଭାଷାରେ ନାହୁଁ। ଆମେ ସେ କଷ୍ଟିଆ ସାହିତ୍ୟ ନହୁ, ଭଞ୍ଜଙ୍କ ସାହିତ୍ୟ ବୁଝିପାରିବୁନି, ଅଭିମନ୍ୟୁଙ୍କ ସାହିତ୍ୟ ଆଉ କେଉଁ ଆମେ ସାହିତ୍ୟ ଲୋକ। କାରଣ ଓଡ଼ିଆ ସାହିତ୍ୟ ହେଉଛି ଆମ ଆଦିକବି ଶାରଳା ଦାସ ହେଉଛନ୍ତି ଓଡ଼ିଆ ସାହିତ୍ୟର ଆଦିକବି। ତେଣୁ ସେଇ ସାହିତ୍ୟ ଭଳିଆ ସାହିତ୍ୟ ଆମର ଦରକାର। ଆଉ ତମେ କ'ଣ କହୁଛ? ଶାରଳା ଦାସଙ୍କ କଥା ଆଉ ଗୁଣା କହିବା କ'ଣ? ସେ କୋଉନ ଗୁଡ଼ା କହିବା। ତେବେ ଏଠି ଯେଉଁ ସାହିତ୍ୟଟି କହିଥିଲେ ଗାୟକ ସମ୍ରାଟ ବୈଷ୍ଣବ ପ୍ରଧାନ, ମୋର ବାପା ପାଲା ଶୁଣୁଥିଲେ। ସେ ଜଣେ ନାଚ ପ୍ରେମୀ ପାଲା ଶୁଣିଲେ। ବୈଷ୍ଣବ ପ୍ରଧାନଙ୍କର ପାଲା ଶୁଣିବା ପରେ ସେ ମୋତେ କହିଥିଲେ ଇଏ ଗାୟକକୁ ଗୋଟେ ଉପାଧି କ'ଣ ଦେ। ବଳିଆ ତାଙ୍କୁ ବାଗିବି ଉପାଧି ଦେଇଥିଲା ବାପାଙ୍କ ହାତରେ। କିନ୍ତୁ ସେ କ'ଣ କହିଥିଲେ ଯେ ବାପା, ମୁଁ ତ ଆଗେ ଅନୁପ୍ରାଣିତ ମୁଁ ଯାଉ ପଇସା ଗୁଡ଼ାକ ଖର୍ଚ୍ଚ ହେଇଗଲା, ସବୁ ମିଳିଗଲା। ଆଉ ସେ ଗୋଟିଏ ବାକ୍ୟ କହିଥିଲେ, ବିଶ୍ୱାବସୁ କହିଥିଲେ ରାଜା ଇନ୍ଦ୍ରଦ୍ୟୁମ୍ନକୁ, ଆପଣ ଆର୍ଯ୍ୟ, ମୁଁ ଜଣେ ଶବର ଆଦିବାସୀ। ଯେଉଁ ନୀଳମାଧବଙ୍କୁ ଆପଣ ଖୋଜି ଖୋଜି ଆସିଛନ୍ତି ବିଷ୍ଣୁଙ୍କୁ, ଯାହାର ଏଇ ଶବ୍ଦଟି କହିଥିଲେ ବାକ୍ୟଟି, ଯାହାର ବାହୁ ତଳେ ଅନନ୍ତ କୋଟି ବିଶ୍ୱ ଲୁଚି ରହିଛି, ଯେ ମୋର କ'ଣ ଏମିତି ବାହୁ ଅଛି ମୁଁ ତାଙ୍କୁ ଲୁଚେଇକି ରଖିଦେବି। ସେଦିନ ରାଜା ଇନ୍ଦ୍ରଦ୍ୟୁମ୍ନ ସ୍ତବ୍ଧ ହୋଇଯାଇଥିଲେ। ଜଣେ ଶବର ରାଜା ଏକଥା କହୁଛନ୍ତି। ଯଦି ଶୁଣିବାକୁ ଚାହୁଁଛ ହେ ରାଜା, ହେ ଭଦ୍ର, ସ୍ଥିର ହୁଅ। ମୁଁ ଯାହା କହୁଛି ସେ କଥା ଶୁଣ, ସେ କଥା କାଲିକି କହିବି। ନୀଳ କନ୍ଦର ବିହାରୀ ଜଗନ୍ନାଥ ଆଜି ଗୋଟିଏ ପଦ ଗାଇଲି। ଇଏ ହେଉଛନ୍ତି ଗଣକବି ବୈଷ୍ଣବ ପାଣିଙ୍କର ପୁତୁରା ଧନେଶ୍ୱର ପାଣିଙ୍କର ଲେଖା। ଇଏ ଆଉ କେଉଁଠି ନାହିଁ, ଇଏ ଖାଲି ପାଲାବାଲାଙ୍କ ପାଖରେ ଅଛି। ଆଉ ଆମ ପାଖରେ ତ ଅଛି କେତେ ପ୍ରକାର ଗୀତ। ତେବେ ଆସନ୍ତାକାଲି ପୁଣି କଥା କହିଲା ବେଳେ ତାର ଆର ପଦଟା ଗାଇବି। ଇଏ ହେଉଛି ମୋର ଅତି ପ୍ରିୟ ସଙ୍ଗୀତ। ଶବର ଶବ୍ଦର ଅର୍ଥ କ'ଣ
ସେଇଟା ବି ଜାଣିବା ନିହାତି ଦରକାର। ଶବର ଖାଲି ଶବର, ଏ ଶବର କ'ଣ ଜାତି? ଆମେ ଯଦି ଶବର ହେବା ନେଇ ଆମେ କେଉଁ ଠାକୁରଙ୍କୁ ପାଇବା କି? ହଉ ବାବୁ, କଥା ଅନେକ, ସମୟ ଟିକେ କମ୍ ହେଇଯାଉଛି। ହଉ ସଜ୍ଜନ, ବାବା ବାୟାଙ୍କ କଥା ତ କାଲି ବି କହିପାରିନଥିଲି, ୟା ଦେହରେ ମଜିଗଲି। ଜୁଆଇଁଟିଏ ସଂସ୍କୃତ ପଢ଼ିକିରି ଯାଇଥିଲା, ସଂସ୍କୃତ ପଢ଼ିଥିଲା, କିନ୍ତୁ ଏଟା ମୂର୍ଖ। ସେ କ'ଣ କଲା, ଶ୍ୱଶୁର ଘରକୁ ଗଲା। ପଣ୍ଡିତମାନଙ୍କ ସେତେବେଳେ ଗୋଟେ ପ୍ରଥା ଥିଲା, ପଣ୍ଡିତମାନେ ସବୁ ତାଙ୍କୁ ପଚାରିବେ, ଜୁଆଇଁ କୁଆଡ଼େ ଆସିଲ, କ'ଣ ହଲ, ଇଏ ସବୁ ତାର ସଂସ୍କୃତରେ ଉତ୍ତର ଦେବ। ଇଏ ଆଉ ଜୁଆଇଁ ମାନେ ଏ କଥା ଜାଣି ଡରରେ ଯାଇ ଗୋଟେ ଖଟ ତଳେ ଲୁଚିକିରି ବସିଲା, ଶୋଇଲା। ପଣ୍ଡିତମାନେ ଆସି ସେଇ ଖଟ ଉପରେ ବସିଲେ, ତଳକୁ କାହିଁ ଅନେଇବେ? ସିଏ ଯୋଉ ପଚାରିଲେ ଜୁଆଇଁ କୁଆଡ଼େ ଗଲା ନା, ସେ ସବୁ ଶାଶୁ ଶ୍ୱଶୁର କହିଲେ ସେ ବର୍ତ୍ତମାନ ତର୍ପଣ କରୁଛନ୍ତି, ତାପରେ କହିଲେ ଜପ କରୁଛନ୍ତି, ତାପରେ କହିଲେ ମାନେ ପୁରାଣ ପଢ଼ୁଛନ୍ତି, କିନ୍ତୁ ସିଏ ଆଉ କିଛି କହିଲେନି। ହଉ କେତେବେଳେ କହିଲେ ଜୁଆଇଁ କୁଆଡ଼େ ଗଲେ? 2 ଘଣ୍ଟା ବିତିଗଲାଣି। ନା ଜୁଆଇଁ ଟିକେ ଝାଡ଼ା ଯାଇଛନ୍ତି। ଜୁଆଇଁ କିନ୍ତୁ ଖଟ ତଳେ ଲୁଚିଲେ, ଜୁଆଇଁ ସବୁ ଶୁଣୁଥିଲା। ପଣ୍ଡିତମାନେ ସବୁ ମାନେ ଅନୁସାର ବିସର୍ଗ ଲଗେଇକି ତାଙ୍କର କଥାବାର୍ତ୍ତା ହେଉଥିଲେ। ସେତେବେଳେ ସଂସ୍କୃତ ଭାଷା ଥିଲା ବିଶ୍ୱର 1 ନମ୍ବର ଭାଷା, ଭାରତର ଭାଷା। ଆଜି ଆମ କଥା ପଚାରେ କିଏ? କାହାକୁ ବା କହିବୁ ଏ ଦୁଃଖ? ଆଜି ଭାରତ ସରକାରଙ୍କ ଠାରୁ ଓଡ଼ିଶା ସରକାର ସବୁ ରାଜ୍ୟର ସରକାରଙ୍କୁ ଆମେ ଗୋଟେ ପ୍ରଶ୍ନ ପଚାରୁଛୁ, ତା ଉତ୍ତର ମିଳିବନି। ସଂସ୍କୃତକୁ ଛାଡ଼ିଲେ ଶିକ୍ଷା କେଉଁ ସାହିତ୍ୟରେ ଅଛି? ସଂସ୍କୃତର ସବୁ କଥା ଆମେ ଜାଣିଛୁ। ସେ ମେଘ ହଉ, ସେ କ'ଣ ସବୁ କେତେ କଥା ଅଛି, ଶକୁନ୍ତଳା ହଉ, ମେଘଦୂତମ, ସବୁଥିରେ ସଂସ୍କୃତ ଅଛି। ଗୀତା ସଂସ୍କୃତରେ ଲେଖା ହେଇଛି, ଭାଗବତ ସଂସ୍କୃତରେ ଲେଖା ହେଇଥିଲା, ତାପରେ ଅନୁବାଦ ହେଲା। ଆଜି ଦେବାର୍ଚ୍ଚନ କରୁଛୁ ସଂସ୍କୃତରେ। ତେଣୁ ଆଜି ସେ କଥା ଉପରେ ବୋଧେ ଆଉ କାହାର ନଜର ନାହିଁ କି କିଛି ତାର ଆଲୋଚନା ବି ନାହିଁ। କିନ୍ତୁ ସମୟ ଆସିବ, ପୁଣି ସଂସ୍କୃତ ହବ, ତା ଯଦି ନହବ ବାଡ଼ିଆ ପିଟା ଜଳାପୋଡ଼ା ବି ଚାଲିବ। ଦକ୍ଷିଣ ଭାରତ ସବୁ ଭାରତରେ ଯଦି ସଂସ୍କୃତ ଯଦି ରାଷ୍ଟ୍ରଭାଷା ହବ, ସଂସ୍କୃତ ରାଷ୍ଟ୍ରଭାଷା ହବ, ସବୁ ରାଜ୍ୟରେ ସଂସ୍କୃତ ଭାଷା ସହିତ ନିଜ ଭାଷାକୁ ଗୁରୁତ୍ୱ ଦିଆଯିବ। ସମସ୍ତେ ସବୁ ଭାଷାକୁ ଜାଣିବେ, ତାହେଲେ ଯାଇ ଆମ ଭିତରେ ସମ୍ବନ୍ଧ ସୃଷ୍ଟି ହେବ। ଇଏ ପଣ୍ଡିତମାନେ ବସି ଯେତେବେଳେ ସଂସ୍କୃତରେ କଥାବାର୍ତ୍ତା ହେଉଥିଲେ, ଜୁଆଇଁ ଖଟ ତଳେ ଶୁଣିକିରି ସବୁ ବସିକି ଶୋଇକିରି ସବୁ ଶୁଣୁଥିଲା। ସେ ଉଠିଲା, ଆଉ ଶୁଣି କହିଲା, ସେ ମାନେ ଭାବିଲା ଅନୁସାର ଲଗେଇ କ'ଣ କହୁଛନ୍ତି। ତେଣୁ ସିଏ ଗୋଟେ ଅନୁସାର ଲଗେଇ କହିଲା, ଅନୁସାର ଲଗେଇଲେ ଯଦି ସଂସ୍କୃତ ହତଂ ଜୁଇଁ ସାତଂ ଖଟ ତଳେ ଲୁଚିର। ଯଦି ସଂସ୍କୃତରେ ଅନୁସାର ନେଇଗଲେ ସଂସ୍କୃତ ହେଲା, ମୁଁ କାହିଁକି ଗୋଟେ ଖଟ ତଳେ ଶୋଇଛି? ହଉ ଧରା ପଡ଼ିଗଲେ। ଆଉ ତୁମେମାନେ ଯେମିତି ଯାହାକୁ ଅତି ସହଜ ବୋଲି ଭାବୁଛ, ତାହା ଏତେ ସହଜ ନୁହେଁ। ଖାଲି ଚିତା କାଟିଦେଲେ କି ମାଳା ପକେଇଦେଲେ ତମେ ହେଇଯିବ ବୈଷ୍ଣବ, ତାହା ନୁହେଁ। ତେଣୁ ଆପନି ଆଚରି ଧର୍ମ ପରକେ ଶିଖାଏ। କଥା ଏଠି ରଖିବା। ଆଉ ଏଣିକି ରେ